ଆଉ ଟିକେ ପୂର୍ବରୁ କହିଲେ ଚିହ୍ନି ପାରିଲେନି ଇତିଶ କହୁଥିଲି। ହଁ ମୁଁ କହିଲି ହଁ ଭାଇ କୁହନ୍ତୁ ବୋଲି। ହଁ ହଁ କଣ ହେଇଛି ଘଟଣା ଭାଇ? ମୋ ନାଁ କାହିଁ ଏମିତି ଲେଖିଲ? ମୋ ଜନପଥ ନାଁ ଟା ବହୁତ କଷ୍ଟରେ ଦେଇଛି, ଷ୍ଟ୍ରଗଲ କରିଛି ସେ ଜାଗା ଉପରେ, କାହିଁ ଲେଖିଲେ ଏମିତି? ଜନପଥ ନା ନା ଭାଇ ଶୁଣନ୍ତୁ, ମୁଁ ଆପଣଙ୍କ ନାଁ ସେମିତି ଲେଖିନି। ଆପଣ ସେ କପିଟା ପଢିବେ, କପିରେ ଲେଖା ହେଇଛି। ମୋ ସ୍କ୍ରିନସଟ ଗୁଡା ପଠେଇବେ କି ଟିକେ ରହିବେ? ହ୍ୱାଟ୍ସଆପ ନମ୍ବର ଏଇଟା କି ଆପଣଙ୍କର? ସବୁ ପଠେଇବେ ଆପଣଙ୍କୁ, ମୋ ପାଖରେ ଯାହା ଅଛି। ପଠଉନାହାନ୍ତି। ଭାଇ ସିରିୟସଲି କାହିଁ କହୁଛି କହିଲେ, ମୁଁ କଣ ଆପଣ ନଜର ମୁଁ ତ ଜାଣିନି, ମୁଁ ଚିହ୍ନି ଆପଣଙ୍କୁ ଜାଣିନି ହେଲା। ସୋସିଆଲ ମିଡିଆ ଟା ପବ୍ଲିକ ଦେଖୁଛନ୍ତି, ଆମେ ପବ୍ଲିକ ରିଲେସନ ବାନ୍ଧିବା ପାଇଁ କି ଷ୍ଟ୍ରଗଲ କରୁଛୁ, କି କଷ୍ଟ କରୁଛୁ, ଲୋକ ସେବା କରୁଛୁ। ମୁଁ ଲୋକାଲ ଛୁଆ, ମୋ MLA କ୍ୟାଣ୍ଡିଡେଟ 2019 ର, ମୋ ନାଁରେ ସୋସିଆଲ ମିଡିଆରେ ଜିନିଷ ବାଜିଛି। ପ୍ଲିଜ, ଦୁଃଖ ଲାଗିଛି। ମୁଁ ଦିନ ରାତି ଲୋକଙ୍କ ପାଇଁ ଖଟେ, ଲୋକଙ୍କ ସେବା କରେ, କିନ୍ତୁ ମୋ ପବ୍ଲିକ ଲାଇଫ ରେ ଲୋକଙ୍କ ସେବାରେ କାମ କରେ, କିନ୍ତୁ ମୋ ନାଁ ୱାଇ ପ୍ରୋଫେସନ ଅଲଗା ଭାଇ। ଭାଇ ତୁମେ ହାଇଲାଇଟ ଲୋକଙ୍କୁ ଖୁସି କରେଇଛି କଳାକାର ଜଗତରେ, କିନ୍ତୁ ଭାଇ ଆମେ କାମ କରୁଛୁ ନା, ଆମେ ଲୋକଙ୍କର ଦୁଃଖରେ ସାଥ ଦେଇ କାମ କରୁଛୁ ହେଲା ଭାଇ। ଶୁଣ, ଯୁବକ ମାନଙ୍କୁ ହଉ, ଷ୍ଟୁଡେଣ୍ଟସ ହଉ। ଆପଣ ଅଛନ୍ତି କୋଉଠି? ମୁଁ ଶହୀଦନଗର ଅଛି, ମୋ ଜାଗା ଶହୀଦନଗର, ଜନ୍ମ ଶହୀଦନଗର, ଶହୀଦନଗର ଯେ କୋଉଠି? ସେଇଠି ଭାଇ। ଆରେ ଭାଇ ଜାଗାଟା କୁହନ୍ତୁ। ମୁଁ ଆପଣଙ୍କ ନାଁରେ ପଦୁଟିଏ କହିଛି କି ନା ୱାଇ ମୋ ନାଁ ରେ ଏତେ ବଡ ସାହସ କଣ ପାଇଁ ଆପଣ କରିବାକୁ ଚେଷ୍ଟା କଲେ? ହଁ ମୁଁ ପା କହୁଛି, ଆପଣ ମତେ ଏପର୍ଯ୍ୟନ୍ତ ମୋ କଥା କହିବା ପାଇଁ ଦେଲେଣି କି? ଆପଣ ମତେ ଏପର୍ଯ୍ୟନ୍ତ ମୋ କଥା କହିବା ପାଇଁ ଦେଲେଣି କି? ଦେବି ସେତେବେଳେ, କାହିଁକି ନା ଆପଣ ପ୍ରଥମେ ସାହସ କରିଛନ୍ତି ମୋ ବିପକ୍ଷରେ ଯିବା ପାଇଁ। ମୁଁ ଆପଣଙ୍କ ଶୁଣାଇ କିଛି ବି ତୁମେ ମୋ ନାଁରେ, ମୁଁ ଫଲ୍ସ କେସରେ ମୋ ଏବେ ଶୁଣନ୍ତୁ, ଏବେ ମତେ 2 ମିନିଟ୍, ଆପଣ ମତେ 2 ମିନିଟ୍ କହିବା ପାଇଁ ଦେବେ କି? କଣଟା ମତେ ଆପଣ 2 ମିନିଟ୍ କହିବା ପାଇଁ ଦେବେ କି? 200% ଦେବି ଭାଇ। ଆପଣ ମତେ ଆପଣ 2 ମିନିଟ୍ ମୋର ଦୁନିଆରେ କେହି ନାହାନ୍ତି ଭାଇ, ଗୋଟେ 2 ମିନିଟ୍ ଦେବି, ତା ପୂର୍ବରୁ କହିଦିଏ 2 ପଦ କଥା ଭାଇ। ଆପଣ ଯଦି 2 ମିନିଟ୍ ଦେବେ ତାହେଲେ ମୁଁ ଏବେ ଆସିବି ଆପଣଙ୍କୁ ଶହୀଦନଗର ଦେଖା କରିବା ପାଇଁ। ଠିକ ଅଛି ଭାଇ, 2 ମିନିଟ୍ ନା 5 ମିନିଟ୍ ଦେଲେ ଆପଣ କୁହନ୍ତୁ ଭାଇ। ଆପଣଙ୍କୁ ସମ୍ମାନ ଦେଇକି କଥା ହଉଛି, ମୁଁ ବି ଆପଣଙ୍କୁ ସମ୍ମାନ ଦେଇ କଥା ହଉଛି। ମୋ କଥା ପ୍ରଥମେ ଶୁଣନ୍ତୁ ହେଲା। ପ୍ରଥମ କଥା ତ, ମୁଁ ଗୋଟେ ଆର୍ମି ପର୍ସନ, ମୁଁ ଆର୍ମିରୁ ରିଟାୟାର୍ଡ ହେଇଛି ହେଲା। ସେକେଣ୍ଡ କଥା, ମୁଁ ଗୋଟେ ଦିବ୍ୟାଙ୍ଗ। ଶୁଣି ସାରନ୍ତୁ ଭାଇ, କହିସାରେ। କାହିଁକି ନା ଆର୍ମି ବାଲାଙ୍କୁ ମୁଁ ସବୁଠୁ ବେଶୀ ସମ୍ମାନ କରେ। ମୁଁ ଗୋଟେ କହିସାରେ ଭାଇ, ସରୁ ଟିକେ। ଆପଣ ସବୁ ଲାଇନରେ ମତେ 3 ମିନିଟ୍ କହିବା ପାଇଁ ଦେଇଦିଅନ୍ତୁ, ତାପରେ ଆପଣ କହିବେ, ମୁଁ ଆସିଯିବି ଆପଣଙ୍କ ଜାଗାକୁ ଏବେ ହେଲା। 2-3 ମିନିଟ୍ କହିସାରିଲା ପରେ, ମୋର ଗୋଟେ ଗୋଡ ନାହିଁ ଭାଇ, ମୋର ଗୋଟେ ଗୋଡ ନାହିଁ, ମୁଁ 70% ବିକଳାଙ୍ଗ ଭାଇ। ସରି ଭାଇ, ସରି ହେଲା। 2ଟା ହେଇଗଲା ଭାଇ। ମୁଁ ପ୍ରଥମେ ହେଲା ମୁଁ ଗୋଟେ ଆର୍ମି ପର୍ସନ, ତାପରେ ହେଲା ମୁଁ ବ୍ୟାଟେଲ କାଜୁଆଲିଟି, ମାନେ ଯୁଦ୍ଧରେ ଯୋଉ ଲଢେଇରେ ଯୋଉ ଗୋଡ ହରାନ୍ତି, ମୁଁ ସେଇ କାଜୁଆଲିଟି। ଏଇଟା 2ଟା କଥା ସରିଲା। 3 ନମ୍ବର କଥା ଭାଇ, ମୁଁ ଛୋଟା ଗୋଡରେ 2017 ପଞ୍ଚାୟତ ନିର୍ବାଚନ ପଦ୍ମ ଚିହ୍ନରେ ଏଜ ଜିଲ୍ଲା ପରିଷଦ ଲଢି ସାରିଛି 41 ନମ୍ବର ଜୋନରେ ହେଲା। କନକବର୍ଦ୍ଧନ ସିଂହଦେଓ ସାର୍ ଯେତେବେଳେ ଏଠି ସଭାପତି ଥିଲେ, ଡିସିଏମ୍ ଅଛନ୍ତି ନା ଏବେ ତ ଉପମୁଖ୍ୟମନ୍ତ୍ରୀ ଅଛନ୍ତି, ଯେତେବେଳେ କନକବର୍ଦ୍ଧନ ସିଂହଦେଓ ସାର୍ ଏଠି ସଭାପତି ଥିଲେ ବିଜେପିର, ମୁଁ ବାଲେଶ୍ୱର ଜିଲ୍ଲାର ଉପସଭାପତି ଥିଲି ହେଲା ଭାଇ। ବଢିଆ କଥା କହିସାରେ। ଯେମିତି ଆପଣ ଗୋଟେ ନିରବିଚ୍ଛିନ୍ନ ଭାବେ ସେବା କରିଚାଲିଛନ୍ତି, ମୁଁ ସେଇଭଳିଆ ମୁଁ ଗୋଟେ ଏରିଆରେ କରୁଥିଲି, ମୁଁ ଛାଡିଦେଲି କଣ ପାଇଁ? ପ୍ରୋବ୍ଲେମ କଣ ହେଲା? ମୁଁ ଇଲେକ୍ସନ ଯୋଉ ରୁଟ୍ ଲେବୁଲ ପଲିଟିକ୍ସରେ ଯେହେତୁ ମୋ ଗୋଡ ଖରାପ, ମୁଁ ଏତେ ଡିଆଁକୁଦା କରିକି ବହୁତ ଜାଗା ଦୌଡି ପାରେନି, ଚାଲିପାରେନି, ମୋ ଗୋଡ ପେନ୍ ହୁଏ, ପୂଜ ବାହାରେ, ତ ମୁଁ ଲୋକଙ୍କ ସହିତ ମୁଁ କନେକ୍ଟିଂ କରିପାରୁନଥିଲି। ତ ମୁଁ ଭାବିଲି ମୁଁ ଶାନ୍ତିରେ ବସିବି, ମୁଁ ଆଉ ଖଟିବିନି, ମାନେ ଇଲେକ୍ସନରେ ମୁଁ ମାତିବିନି କି ମୁଁ ପଲିଟିକାଲ କିଛି ରଖିବିନି ହେଲା। ଏବେ ଶୁଣନ୍ତୁ ଗୋଟେ କଥା, ଇଲେକ୍ସନ ସମୟରେ ପୁରା ରୁଟ୍ ରୁ ଆସୁଛି, ସେଇଟା ମୁଁ ହଉଛି ଦେଖା ହେଇକି କଥା ହେଇଗଲେ ଭଲ ହବ ହେଲା। କାହିଁକି ନା ଟେଲିଫୋନରେ ଆପଣ ଇଏ କରିବେ, ହେଲା। ଦେଖା ହେଇକି କଥା ହବା ଭାଇ। ଠିକ କି କେତେ ସମୟ ଅଛନ୍ତି, ମୁଁ ଆସୁଛି।
ମୋର ସେତିକି ଗଟ୍ସ ଅଛି, ଜୀବନ ଦେଇଦେବେ ଭାଇ। ମୋର ସେତିକି ଗଟ୍ସ ଅଛି ଆପଣଙ୍କ ଜାଗାକୁ ବର୍ତ୍ତମାନ ଆସିବା ପାଇଁ। ଯୋଉମାନେ ଭାଇ ମୁଁ ନାହିଁ ଇନଭଲ୍ଭ ସେ ବିଷୟରେ। ମୁଁ କଣ କହିଲି? ଭାଇ 3 ଦିନ ହେଲାଣି କାଳୀ ପୂଜା ବୁଲୁଛି ଭଦ୍ରକ ମୁଁ ଆପଣଙ୍କ ନାଁ ନେଇ ନାହିଁ, ମୁଁ କହିଲି ମତେ ଇତିଶ ପ୍ରଧାନଙ୍କ ପିଲା ଆମର କଣ କରିବ, ଆପଣ ଆସିବେ ନା ମୁଁ ଯିବି, ସାମ୍ନା ସାମ୍ନି କଥା ହେବା। ଆସନ୍ତୁ, ଆପଣ ମତେ ଲୋକେସନ ଦିଅନ୍ତୁ, ମୁଁ ଆସୁଛି 10 ମିନିଟରେ। ଓକେ ବ୍ରୋ, ଆସନ୍ତୁ। କେତେ ଜଣ ଅଛନ୍ତି ଆପଣ? ଭାଇ ଏକୁଟିଆ ଅଛି, ଆପଣ ଭାବିକି ଆସନ୍ତୁ। ନା ଆପଣ ଯଦି 10 ଜଣ ଥିବେ ବି ମୁଁ ଆସିବି। ମୋ ସେ କଲିଜା ମତେ ଦେଇଛି, ସରକାର ମତେ ସେତିକି କଲିଜା ଦେଇଛି। ମୁଁ ଆର୍ମି ପିଲା, ମୁଁ ଏମିତି କାହା ଇଏରେ ମିତା ଟିକେ ଖାଲି ଗେଟ୍ଟା ଖୋଲ, ମୁଁ ଏଇଠୁ ଟିକେ ଆସେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।